ସତରେ ଦେବଦେବ ମହାଦେବ ଆଉ ମା ମଙ୍ଗଳା ଆମ ଜୀବନରେ କେବଳ ଖୁସି ହିଁ ଖୁସି ଭରି ଦେଇଛନ୍ତି। ହଁ ସ୍ୱାମୀ। ନା କଣ କହୁଛ? ହଁ ହଁ ସ୍ୱାମୀ। ମହାରାଣୀ ଆମର ଡାକକୁ ମା ମଙ୍ଗଳା 5 ବର୍ଷ ପରେ ଶୁଣିଛନ୍ତି ଆଉ ମୋ କୋଳରେ ପୁତ୍ରଟିଏ ଜନ୍ମ ଦେଇଛନ୍ତି ସ୍ୱାମୀ। ହଁ ମହାରାଣୀ ହେଲେ ସ୍ୱାମୀ ସୁରେଖା ସେ ଦେବଦେବ ମହାଦେବ ଆମ କଳାରେ ଗୋଟିଏ ସନ୍ତାନ ଦେଇଛନ୍ତି। ସତରେ ସ୍ୱାମୀ ଆଜି ଆମେ କେତେ ଖୁସିରେ ଅଛୁ। ମହାରାଣୀ ଗାଡ଼ି ବସିଲା ପରା ତୁ କାନ୍ଦିରେ ମତନ। ଆରେ 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 ସ୍ୱାମୀ ମହାରାଣୀ ଏ ଦେଖିଲ ତା କାନ୍ଦନ ଶୁଣି ମୋ ପୁଅ ବି କାନ୍ଦିବାକୁ ଲାଗିଲାଣି ସ୍ୱାମୀ। ଓହୋ ସତରେ ବୋଧେ ତମ ସ୍ନେହ ମମତାର କୌଣସି ଉଣା ରହିଯାଇଥିବ, ସେଇଥିପାଇଁ ଶିଶୁପୁତ୍ର ମାନେ କାନ୍ଦୁଛନ୍ତି। ହଁ ସ୍ୱାମୀ। ଆପଣ ତ ହଉଛ ତାଙ୍କର ବାପା। ମହାରାଣୀ ତାହେଲେ ଆପଣ ବୁଝେଇ ଦିଅନ୍ତୁ ନା ସ୍ୱାମୀ। ହଁ ସ୍ୱାମୀ ଆପଣ ବୁଝି ନିଅନ୍ତୁ। ନିଶ୍ଚୟ, ତାହେଲେ ଦିଅ ମୁଁ ସେଇ ନବଜାତ ଶିଶୁଟା ମାନଙ୍କୁ ନିଶ୍ଚୟ ବୁଝାଇଦେବି। ହଁ ସ୍ୱାମୀ ହଁ ମହାରାଣୀ ଦିଅନ୍ତୁ ନା। ଏଇ ନିଅନ୍ତୁ ସ୍ୱାମୀ। ଆରେ ମହାରାଣୀ, ଆରେ ଧନଟାରେ କାନ୍ଦନାରେ ମୋ ସୁନା। ଆରେ ବାପା ବାପା ତୁ କାନ୍ଦନା। ଓହୋ କାନ୍ଦନା ମୋ ଧନ କାନ୍ଦନା ମୋ ନୟନ ପିତୁଳା କାନ୍ଦନା।
ମହାରାଣୀ ସୁରେଖା, ସ୍ୱାମୀ ମହାରାଣୀ ସ୍ୱରୂପା, ସ୍ୱାମୀ ଦେଖିଲ ମୋ କଥା ଶୁଣିବାରୁ କେମିତି ଶିଶୁପୁତ୍ର ମାନେ ଆନନ୍ଦରେ ଶୋଇଗଲେ। ହଁ ସ୍ୱାମୀ ଆପଣଙ୍କ ମଧୁର ବାଣୀ ଶୁଣି ସତରେ ଆମ ପୁଅ ଦୁଇଟା ଶୋଇଗଲେଣି। ହଁ ହଁ, ସ୍ୱାମୀ ମୋ ପୁତ୍ର ତନ୍ମୟ ଆଉ ବିନୟ ଆନନ୍ଦରେ ଶୋଇ ପଡିଲେ। ହଁ ହଁ ହେଲେ ମହାରାଣୀ ସୁରେଖା, ସ୍ୱାମୀ ମହାରାଣୀ ସ୍ୱରୂପା, ସ୍ୱାମୀ ଚାଲ ଯିବା ସେଇ ବିଶ୍ରାମ କକ୍ଷ ମଧ୍ୟରେ। ସେଇ ମନ୍ତ୍ରୀ ମାନେ ମତେ ସମସ୍ତେ ଅପେକ୍ଷା କରି ବସିଥିବେ। ସେ ସଭାଗୃହକୁ ଯାଇ ମତେ କିଛି ଆଲୋଚନା କରିବାର ଅଛି। ତେବେ ଚାଲନ୍ତୁ ସ୍ୱାମୀ। ହଁ ମହାରାଣୀ। ତେବେ ଚାଲନ୍ତୁ। हेलो